ସମସ୍ତଙ୍କୁ ନମସ୍କାର। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ ସେୟାର କରିବି ପଲିଟିକାଲ ସାଇନ୍ସର ସିଲାବସରେ ଯେଉଁ 10 ଗୋଟି ୟୁନିଟ୍ ଅଛି, କେଉଁ ୟୁନିଟ୍ ପାଇଁ ମୁଁ କେଉଁ ବହି ଆଉ କେଉଁ ନୋଟ୍ ପଢ଼ିଥିଲି, ଯେଉଁଟାକି ଆପଣମାନେ ବି ଚାହିଁଲେ ପଢ଼ିପାରିବେ। ତ ଆସନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ପିଜିଟି ପଲିଟିକାଲ ସାଇନ୍ସର ପେପର 1ର ଫାର୍ଷ୍ଟ ୟୁନିଟ୍ ଆମର ରହିଅଛି ପଲିଟିକାଲ ଥିଓରି, ଯେଉଁଟାକି ଆପଣ ଡିପ୍ଲି ପଢ଼ିବାକୁ ପଡ଼ିବ। ସେଥିପାଇଁ ଆପଣ ପଢ଼ିପାରିବେ ପଲିଟିକାଲ ଥିଓରି ଆଣ୍ଡ ଇଣ୍ଟ୍ରୋଡକ୍ସନ୍ ବାୟ ରାଜୀବ ଭାର୍ଗବ। ତାର ପିକ୍ଚର ଆପଣମାନେ ସାଇଡ଼ରେ ଦେଖିପାରୁଥିବେ, ଏପରି ପିକ୍ଚର ଥିବ ସେ ବହିର, ଯେଉଁଟାକି ଆପଣ ଫ୍ଲିପକାର୍ଟରେ ବି ପାଇପାରିବେ। ଯଦି ଆପଣମାନେ ଏହି ବହି ଗୁଡ଼ାକ PDF ଫର୍ମାରେ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ, ଯେଉଁଥିରେ କି ମୁଁ ଯାହା ବି ବହି ଓ ନୋଟ୍ସ ସଜେଷ୍ଟ କରୁଛି ସେଇ ବହି ଆଉ ନୋଟ୍ସ ଗୁଡ଼ାକ ସେୟାର କରିବି ସେହି ଟେଲିଗ୍ରାମ ଚ୍ୟାନେଲରେ। ଲିଙ୍କ୍ ଡିସ୍କ୍ରିପ୍ସନରେ ଅଛି, ଆପଣ ଯାଇକି ସେଥିରେ ଜଏନ୍ ହୁଅନ୍ତୁ। ପେପର 1ର 2 ନମ୍ବର ୟୁନିଟ୍ ଆମର ରହିଅଛି ୱେଷ୍ଟର୍ଣ୍ଣ ପଲିଟିକାଲ ଥଟ୍, ଯେଉଁଥିପାଇଁ ଆପଣ ପଢ଼ିପାରିବେ ୱେଷ୍ଟର୍ଣ୍ଣ ପଲିଟିକାଲ ଥଟ୍ ବାଇ OP ଗବା, ଯେଉଁଟାକି ଆପଣ ପଢ଼ିପାରିବେ। ତା ସହିତ ଆପଣ PGT ପଲିଟିକାଲ ସାଇନ୍ସର ଯେଉଁ ପର୍ସନାଲ ନୋଟ୍ସ ଗୁଡ଼ାକ ଦିଆହେଉଛି, ଆପଣ ଟେଲିଗ୍ରାମ ଚ୍ୟାନେଲ ସେଇଟା ପାଇଯିବେ, ସେଇଟା ମଧ୍ୟ ଆପଣ ପଢ଼ିପାରିବେ। ତ ଥାର୍ଡ଼ ୟୁନିଟ୍ ଆମର ରହିଅଛି ପବ୍ଲିକ୍ ଆଡମିନିଷ୍ଟ୍ରେସନ୍, ଯେଉଁଥିପାଇଁ ଆପଣ M ଲକ୍ଷ୍ମୀକାନ୍ତର ଗୋଟେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ର ବହି ଆସୁଛି, ଯେଉଁଟାକି ଆପଣ ପଢ଼ିପାରିବେ। ଆଉ ମୁଁ ନିଜେ ମଧ୍ୟ ଏଇଟା ପଢ଼ିଥିଲି। ତା ସହିତ ଆପଣ କିଛି ଜିନିଷ ସେଠି ପାଇବେନି, ଯେଉଁଟାକି ଆପଣ ମୋ ନୋଟ୍ସ ଥ୍ରୋରୁ ଆପଣ ପଢ଼ିପାରିବେ, ଯେଉଁଟାକି ମୁଁ ଆପଣଙ୍କୁ ଟେଲିଗ୍ରାମ ଚ୍ୟାନେଲରେ ସେୟାର କରିବି। ବହିର ଆପଣ କଭର ଦେଖିପାରୁଥିବେ, ଏଇଟା ସାଇଟ୍ରେ ଯେଉଁ ଅଛି, ଏଇ କଭରଟା ଆପଣ ଅନଲାଇନ୍ରୁ ଅର୍ଡ଼ର କରିପାରିବେ। ପଲିଟିକାଲ ସାଇନ୍ସ ସିଲାବସର 4 ନମ୍ବର ୟୁନିଟ୍ ଆମର ରହିଅଛି ପଲିଟିକାଲ ସୋସିଓଲୋଜି। ପଲିଟିକାଲ ସୋସିଓଲୋଜିରେ ଯେଉଁ ଟପିକ୍ ଗୁଡ଼ାକ ଦିଆହେଇଛି, ସେଇଟା କୌଣସି ବହିରେ ଠିକ୍ ଭାବରେ ମିଳିପାରୁନାହିଁ। ସେଥିପାଇଁ ମୁଁ ଅନ୍ୟ ସୋର୍ସ ଗୁଡ଼ାକ ଦେଖିଥିଲି, ଯେମିତିକି ତ୍ରିପୁରା ୟୁନିଭର୍ସିଟିର ଗୋଟେ PDF ନୋଟ୍ସ ମୁଁ ପଢ଼ିଥିଲି, ଯେଉଁଟାକି ଆପଣମାନଙ୍କୁ ମୁଁ ଗ୍ରୁପ୍ରେ ସେୟାର କରିବି। ତା ସହିତ ଆମେ ନିଜେ ନୋଟ୍ସ ପ୍ରିପେୟାର କରିବୁ ପଲିଟିକାଲ ସୋସିଓଲୋଜିକୁ ନେଇକି। ମୁଁ ନିଜେ ନୋଟ୍ସ ପ୍ରିପେୟାର କରିକି ଆପଣମାନଙ୍କୁ ଗ୍ରୁପ୍ରେ ସେୟାର କରିବି, ସେଇଟା ମଧ୍ୟ ଆପଣ ପଢ଼ିପାରିବେ। ପେପର 1ର ଲାଷ୍ଟ ୟୁନିଟ୍, ଯେଉଁଟାକି 5 ନମ୍ବର ୟୁନିଟ୍ରେ ରହିଅଛି ଆମର ଇଣ୍ଟରନ୍ୟାସନାଲ ରିଲେସନ୍, ଯେଉଁଥିପାଇଁ ମୁଁ ପଢ଼ିଥିଲି ପ୍ରଦ୍ୟୁମ୍ନ ସାର୍ କହିକି ଜଣେ ଅଛନ୍ତି, ଯେଉଁଟାକି UGC ନେଟ୍ ପାଇଁ ପ୍ରିପେୟାର କରୁଛନ୍ତି। ତାଙ୍କର ଗୋଟେ ବହି ଅଛି, ସେ ବହିଟା ମୁଁ ପଢ଼ିଥିଲି, ଯେଉଁଟାକି ଆପଣ ପଢ଼ିପାରିବେ। ତା ସହିତ ଆପଣ ସେକେଣ୍ଡ ଇୟର +2 ସେକେଣ୍ଡ ଇୟର ବହିଟା ପଢ଼ିବେ, ସେଥିରେ ବହୁତ ଜିନିଷ କଭର ହେଇଯାଉଛି। ତା ସହିତ ମୁଁ କିଛି ନୋଟ୍ସ ପ୍ରିପେୟାର କରିକି ଆପଣମାନଙ୍କୁ ଦେବି, ଯେଉଁଟାକି ବହି ଗୁଡ଼ାକରେ ମିଳୁନି କିଛି ଟପିକ୍ ଗୁଡ଼ାକ, ସେଇଟା ମୁଁ ଆପଣଙ୍କୁ ନୋଟ୍ସ ପ୍ରିପେୟାର କରିକି ଦେବି। ଆମ ଟେଲିଗ୍ରାମ ଚ୍ୟାନେଲରେ ଆପଣ ପାଇଯିବେ ସେ ନୋଟ୍ସ ଗୁଡ଼ାକ। ଏଇଟା ଆପଣ ପଢ଼ିପାରିବେ ଇଣ୍ଟରନ୍ୟାସନାଲ ରିଲେସନ୍ ପାଇଁ, ଆଉ କଭର କରିପାରିବେ। ତାପରେ ଆସିଗଲା ଆମର ପେପର 2। ପେପର 2ର ଫାର୍ଷ୍ଟ ୟୁନିଟ୍ ଆମର ରହିଅଛି ଇଣ୍ଡିଆନ ଗଭର୍ଣ୍ଣମେଣ୍ଟ ଆଣ୍ଡ ପଲିଟିକ୍ସ, ଯେଉଁଥିପାଇଁ ଆପଣ ପଢ଼ିପାରିବେ ଇଣ୍ଡିଆନ ପଲିଟି ବାୟ M ଲକ୍ଷ୍ମୀକାନ୍ତ। ଏ ବହିଟା ଆପଣମାନଙ୍କ ପାଇଁ ସଫିସିଏଣ୍ଟ। ଏ ବହି ଆପଣ ଯଦି ପଢ଼ିଦେଲେ ଇଣ୍ଡିଆନ ପଲିଟିର ଆଉ କୌଣସି ଡାଉଟ୍ ରହିବ ନାହିଁ, ଆଉ କୌଣସି ବହି ପଢ଼ିବାକୁ ପଡ଼ିବ ନାହିଁ। ପେପର 2ର 2 ନମ୍ବର ୟୁନିଟ୍ରେ ରହିଅଛି ଆମର କମ୍ପାରେଟିଭ୍ ପଲିଟିକ୍ସ। କମ୍ପାରେଟିଭ୍ ପଲିଟିକ୍ସରେ ଯେଉଁ ଟପିକ୍ ଗୁଡ଼ାକ ଦେଇଛି, ସେହି ଟପିକ୍ ଗୁଡ଼ାକ କୌଣସି ବୁକ୍ସରୁ ମିଳୁନାହିଁ ଠିକ୍ ଭାବରେ। ସେଥିପାଇଁ ମୁଁ ଇଣ୍ଟରନେଟ୍ରୁ କିଛିଟା PDF ଡାଉନଲୋଡ଼ କରିଥିଲି, ଯେଉଁଟାକୁ ମୁଁ ପଢ଼ିଥିଲି, ସେଇଟା ଆପଣମାନଙ୍କ ସହିତ ମୁଁ ସେୟାର କରିବି। ତା ସହିତ ଆପଣମାନେ ଯଦି ଚାହିଁବେ, ମୁଁ ନିଜେ ନୋଟ୍ସ ଆପଣମାନଙ୍କୁ ପ୍ରିପେୟାର କରିକି ଦେବି, ଯେଉଁଟାକି ଆପଣ ଟେଲିଗ୍ରାମ ଚ୍ୟାନେଲରେ ପାଇଯିବେ। ସେ ନୋଟ୍ସ ଗୁଡ଼ାକ ମଧ୍ୟ ଆପଣ ପଢ଼ିପାରିବେ। ତ କମ୍ପାରେଟିଭ୍ ପଲିଟିକ୍ସ ପାଇଁ ଆପଣମାନଙ୍କୁ ମୁଁ କୌଣସି ବୁକ୍ ସଜେଷ୍ଟ କରିବି ନାହିଁ, କାହିଁକି ନା କୌଣସି ବହିରେ ପ୍ରପର ସେଇଟା ସବୁ ଟପିକ୍ ଗୁଡ଼ାକ କଭର ହେଉନାହିଁ। ପେପର 2ର 3 ନମ୍ବର ୟୁନିଟ୍ ଆମର ରହିଅଛି ଗଭର୍ଣ୍ଣମେଣ୍ଟ ଇନ୍ ଓଡ଼ିଶା। ତ ଏଥିପାଇଁ ଆପଣ ଆରିଆନ୍ର ଗୋଟେ ଜିକେ ବହି ଆସୁଛି, ଓଡ଼ିଶା ଜିକେ, ସେଇଟା ଆପଣ ପଢ଼ିପାରିବେ। ତା ସହିତ ଆପଣ ଯଦି M ଲକ୍ଷ୍ମୀକାନ୍ତ ରଖିଛନ୍ତି, ତାହେଲେ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯେଉଁ ସ୍ପିକର, CM, ଏଇ ଜିନିଷ ଗୁଡ଼ାକ ସବୁ କଭର ହେଇଯିବ M ଲକ୍ଷ୍ମୀକାନ୍ତ ବହିରୁ। ତା ସହିତ କିଛି ଜିନିଷ ଅଛି ଯେଉଁଟାକି ଆପଣଙ୍କର କଭର ହେବ ନାହିଁ, ସେ ଜିନିଷର ନୋଟ୍ସ ମୁଁ ନିଜେ ପ୍ରିପେୟାର କରି ଆପଣମାନଙ୍କୁ ସେୟାର କରିବି। ତାପରେ ଆମର ନେକ୍ସଟ ୟୁନିଟ୍ ରହିଅଛି ଇଣ୍ଡିଆନ ପଲିଟିକାଲ ଥଟ୍, ଯେଉଁଥିପାଇଁ ଆପଣ OP ଗବାର ହିଁ ଗୋଟେ ବହି ଆସୁଛି, ଯେଉଁଟାକି ଆପଣ କଭର ଦେଖିପାରୁଥିବେ ଏଠି। ତ ଏ ବହିଟା ଆପଣ ପଢ଼ିପାରିବେ, ତା ସହିତ ଆମ ନୋଟ୍ସ ମଧ୍ୟ ଆପଣ ପଢ଼ିପାରିବେ। ତାପରେ ପେପର 2ର ଆମର ଲାଷ୍ଟ ୟୁନିଟ୍ ରହିଲା ଡେଭଲପମେଣ୍ଟ ଆଡମିନିଷ୍ଟ୍ରେସନ୍, ଯେଉଁଥିପାଇଁ ଆପଣ ପଢ଼ିପାରିବେ M ଲକ୍ଷ୍ମୀକାନ୍ତ ଗଭର୍ଣ୍ଣାନ୍ସ ଇନ୍ ଇଣ୍ଡିଆର ଗୋଟେ ବହି ଆସୁଛି। ଏ ବହିର PDF ମୁଁ ଆପଣଙ୍କ ଗ୍ରୁପ୍ରେ ସେୟାର କରିବି। ଏଇଟା ବହି କିଣିବେ ନାହିଁ, କାହିଁକିନା ବହୁତ କମ୍ ଟପିକ୍ ଏଥିରୁ ଆପଣଙ୍କର କଭର ହେବ। ତା ସହିତ ଆପଣ କିଛିଟା PDF ନୋଟ୍ ସେୟାର କରିବେ, ସେଇଟା ଆପଣ ପଢ଼ିପାରିବେ। ତ ଏଇଟା ଥିଲା ଆଜିର ବୁକ୍ ସଜେସନ୍। ମୁଁ ନିଜେ ମଧ୍ୟ এই ବହି ଗୁଡ଼ାକ ପଢ଼ିଥିଲି, ଏଇ ନୋଟ୍ସ ଗୁଡ଼ାକ ପଢ଼ିଥିଲି। ଆପଣମାନେ ମଧ୍ୟ এই ବୁକ୍ସ ଓ ନୋଟ୍ସ ଗୁଡ଼ାକ ପଢ଼ିପାରିବେ, ଆଉ SSB PGT ଓ OPSC PGTକୁ ଇଜିଲି କ୍ରାକ୍ କରିପାରିବେ। ଯଦି ଆପଣମାନଙ୍କୁ ଭିଡ଼ିଓ ହେଲ୍ପଫୁଲ୍ ଲାଗିଲା, ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଓ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଆଉ ଏମିତି ଭିଡ଼ିଓ ଗୁଡ଼ାକ ଆଉ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।